ମୁଲ୍ଲା ନସିରୁଦ୍ଦିନ ଥିଲେ ମହା ଢିଲା ସ୍ୱଭାବର ଲୋକ। ତାଙ୍କ ଆଚରଣରେ ତାଙ୍କ ସ୍ତ୍ରୀ ଅତିଷ୍ଠ ହୋଇପଡ଼ୁଥିଲେ ଓ ସେଥିଲାଗି ବିରକ୍ତ ବି ହେଉଥିଲେ। କିନ୍ତୁ ମୁଲ୍ଲାଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନଥିଲା। ମୁଲ୍ଲା ମଧ୍ୟ ଥିଲେ ଦରିଦ୍ର। ତାଙ୍କର ସମ୍ପତ୍ତି ବୋଇଲେ ଥିଲା ଗୋଟିଏ ଗଧ। ମୁଲ୍ଲା ତାରି ଉପରେ ବସି ଯିବା ଆସିବା କରୁଥିଲେ। ଗଧକୁ ସେ ଭାରି ଭଲ ପାଉଥିଲେ। ଦିନକର କଥା, ମୁଲ୍ଲା ଗଧ ପିଠିରେ କୁଆଡ଼େ ଯାଉଥିଲେ। ବାଟରେ ଝଙ୍କାଳିଆ ଗଛ ଦେଖି ସେଇ ଗଛର ଛାଇରେ ଟିକିଏ ବସି ଆରାମ କରିବା ଲାଗି ମୁଲ୍ଲାଙ୍କ ଭାରି ଇଚ୍ଛା ହେଲା। ତେଣୁ ସେ ବସିଗଲେ ଏବଂ ଗଧକୁ ଚରିବା ଲାଗି ଛାଡ଼ିଦେଲେ। ସେଇଠି ବସିବା ଭିତରେ ମୁଲ୍ଲାଙ୍କ ଆଖି ଲାଗିଗଲା ଏବଂ ସେ ନିଘୋଡ଼ ନିଦରେ ଶୋଇପଡ଼ିଲେ। ତାଙ୍କ ଗଧ ଏଇ ଭିତରେ କୁଆଡ଼େ ଚାଲିଗଲା ଏବଂ ମୁଲ୍ଲା ଉଠିଲା ବେଳକୁ ଗଧ ନାହିଁ। ମୁଲ୍ଲା ଚାଲି ଚାଲି ଘରକୁ ଫେରିଲେ। ତାଙ୍କ ସ୍ତ୍ରୀ ଯେତେବେଳେ ଜାଣିଲେ ଯେ ଗଧଟି କୁଆଡ଼େ ଚାଲିଯାଇଛି, ସେ ବିରକ୍ତ ହୋଇ ପଡ଼ିଲେ। କିନ୍ତୁ ମୁଲ୍ଲାଙ୍କଠାରେ ଆଦୌ ଭାବାନ୍ତର ନଥିଲା। ଏହା ସୀମା ଟପିଗଲା। ମୁଲ୍ଲାଙ୍କ ସ୍ତ୍ରୀ ଚିତ୍କାର କରି କହିଲେ, ଆମ ଗଧ ହଜିଗଲା, ଅଥଚ ତୁମେ ଯେମିତି ହେଉଛ ଲାଗୁଛି କିଛି ହୋଇନି। ତୁମକୁ ଲାଜ ଲାଗୁନି? ମୁଲ୍ଲା ଧୀର କଣ୍ଠରେ କହିଲେ, ସେମିତି କୁହନା। ମୋ ପାଇଁ ଯେମିତି ଗଧ ହଜିଗଲା, ଗଧ ପାଇଁ ସେମିତି ମୁଁ ହଜିଯାଇଛି। ହଜିଯିବାର ମତଲବଟା କ'ଣ? ଗଧ ପାଇଁ ସିନା ମୁଁ ହଜିଗଲି, କିନ୍ତୁ କାହା ପାଖରେ ତ ଅଛି। ଗଧ ମୋ ପାଖରୁ ସିନା ହଜିଗଲା, ଆଉ କାହା ପାଖରେ ତ ଥିବ। ତୁମେ ଏମିତି ବ୍ୟସ୍ତ ହେଉଛ କାହିଁକି? ଏ ଅଜବ ଉତ୍ତର ଶୁଣି ମୁଲ୍ଲାଙ୍କ ସ୍ତ୍ରୀ କହିଲେ, ତା ମାନେ ତୁମେ ଗଧକୁ ଖୋଜିବ ନାହିଁ? ମୁଲ୍ଲା କହିଲେ, ସେଇ କଥା ତ। ହଜିଥିଲେ ସିନା ଖୋଜିଥାନ୍ତି। ସେ ତ ହଜିନାହିଁ। କେଉଁଠି ନା କେଉଁଠି ଥିବ। ହଁ, ଶୁଣ, କୌଣସି ଜିନିଷ ହଜେ ନାହିଁ, କେଉଁଠି ନା କେଉଁଠି ଥାଏ। ମୁଲ୍ଲାଙ୍କ ସ୍ତ୍ରୀ ରାଗରେ ମୁଣ୍ଡ ପିଟିଦେଲେ।